ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ତୁଳସୀ ଗଛର ଚମତ୍କାରୀ ଗୁଣ ବିଷୟରେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ, କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ଯଦି ଭିଡ଼ିଓ ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ପୃଥିବୀରେ ଯେଉଁ ଦିନଠାରୁ ସଭ୍ୟତାର ଉଦୟ ହୋଇଛି, ସେହି ଦିନଠାରୁ ମନୁଷ୍ୟ ରୋଗ ଏବଂ ଔଷଧ ଏହି ଦୁଇଟି ଶବ୍ଦ ଶୁଣି ଆସିଛି। ଯେବେ ଆମେ କୌଣସି ପ୍ରକାର ଶାରୀରିକ କଷ୍ଟ ଅନୁଭବ କରୁ, ସେତେବେଳେ ଔଷଧର ସ୍ମରଣ ଆସିଥାଏ। କିନ୍ତୁ ଆଜିକାଲି ଔଷଧକୁ ଆମେ ଯେଉଁପରି ଟ୍ୟାବଲେଟ୍, ଇଞ୍ଜେକ୍ସନ, କ୍ୟାପସୁଲ ଆଦି ନୂଆ ନୂଆ ରୂପରେ ଦେଖୁଛୁ, ପୁରାତନ ଯୁଗରେ ସେପରି ନଥିଲା। ସେତେବେଳେ ସାଧାରଣ ବନୌଷଧି, ଜଡ଼ିବୁଟି ଦ୍ୱାରା କାମ ଚଳିଯାଉଥିଲା ଏବଂ ତଦ୍ୱାରା ବଡ଼ ବଡ଼ ଦୁଃସାଧ୍ୟ ରୋଗ ମଧ୍ୟ ଦୂରୀଭୂତ ହୋଇଯାଉଥିଲା। ସେହି ପ୍ରକାର ଔଷଧମାନଙ୍କ ମଧ୍ୟରେ ତୁଳସୀ ଅନ୍ୟତମ। ବନୌଷଧି ଦ୍ୱାରା ଗୋଟିଏ ଦୁଇଟି ନୁହେଁ, ହଜାର ହଜାର ରୋଗ ଉପଶମ ହେବା ଏହାଦ୍ୱାରା ପାରିପାର୍ଶ୍ୱିକ ବାତାବରଣ ଶୁଦ୍ଧ ଏବଂ ସ୍ୱାସ୍ଥ୍ୟପ୍ରଦ ହେବା କଥା ସେତେବେଳେ ଋଷିମାନଙ୍କ ପରୀକ୍ଷା ଦ୍ୱାରା ପ୍ରମାଣିତ ହେଉଥିଲା। ସେତେବେଳେ ସେମାନେ ଏହାର ପ୍ରଚାର ପାଇଁ ବିଭିନ୍ନ ପ୍ରକାର ପ୍ରଯତ୍ନ କରୁଥିଲେ। ପ୍ରତ୍ୟେକ ଘରେ ଅତି କମରେ ଗୋଟିଏ ତୁଳସୀ ବୃକ୍ଷ ରୋପଣ କରିବା ଏବଂ ତାର ଯତ୍ନ ନେବାକୁ ଧର୍ମ ଓ କର୍ତ୍ତବ୍ୟ ବୋଲି ସେମାନେ ପ୍ରଚାର କରୁଥିଲେ। ବିଶେଷ ରୂପେ ଧାର୍ମିକ ସ୍ଥାନମାନଙ୍କରେ ତୁଳସୀ ଉଦ୍ୟାନ ସ୍ଥାପନ କରିବା ପାଇଁ ସେମାନେ ପରାମର୍ଶ ଦେଲେ, ଯଦ୍ୱାରା ଏହାର ପ୍ରଭାବ ବହୁଦୂର ପର୍ଯ୍ୟନ୍ତ ବଢ଼ିପାରିବ। ଧୀରେ ଧୀରେ ତୁଳସୀର ସ୍ୱାସ୍ଥ୍ୟ ପ୍ରଦାୟକ ଗୁଣ ଏବଂ ସ୍ୱାସ୍ଥିକ ପ୍ରଭାବ ଯୋଗୁଁ ତାର ଲୋକପ୍ରିୟତା ଏତେ ବଢ଼ିଗଲା ଯେ ପ୍ରତ୍ୟେକ ଗୃହସ୍ୱାମୀ ଏହାକୁ ଭକ୍ତି ଭାବନା ଦୃଷ୍ଟିରେ ନିଜ ଗୃହରେ ରୋପଣ କଲେ। ତାକୁ ପୂଜା ଧ୍ୟେୟ ବୃକ୍ଷ ବୋଲି ମନେ କଲେ। ଏହିପରି ତୁଳସୀର ଉପଯୋଗିତା ଆହୁରି ଅଧିକ ବଢ଼ିଗଲା। କାରଣ ଯେଉଁ ବସ୍ତୁର ବ୍ୟବହାର ଶ୍ରଦ୍ଧା ଓ ବିଶ୍ୱାସ ପୂର୍ବକ କରାଯାଏ, ତାର ପ୍ରଭାବ ଅତିଶୀଘ୍ର ଏକ ଅଧିକ ମାତ୍ରାରେ ଦେଖାଯାଇଥାଏ। ତୁଳସୀ ବୃକ୍ଷର ପତ୍ରକୁ ତୁଳସୀ ଗଛକୁ ଶୁଭ ବୋଲି ବି ମନାଯାଏ। ବହୁ ସମୟରେ ପ୍ୟାଣ୍ଟ ସାର୍ଟ ପରିଧାନ କରୁଥିବା ବେଳେ ପକେଟରେ ପଇସା ଗଳି ପଡ଼ିବାକୁ ସାମାନ୍ୟ କଥା ବୋଲି ଭାବି ନେଇଥାନ୍ତି। କିନ୍ତୁ ଆପଣ ଜାଣିନାହାନ୍ତି, ଆହୁରି ଏମିତି ବହୁ ଛୋଟ ଛୋଟ କାମ ବି ରହିଛି, ଯେଉଁଥିରୁ ଶୁଭ ଅଶୁଭ ଜଣାପଡ଼ିଥାଏ। ପଇସା ଖସିବା। ଯଦି ଆପଣ ପୋଷାକ ପିନ୍ଧୁଥିବା ସମୟରେ ପକେଟରୁ ପଇସା ଖସି ପଡ଼ିଲା, ତେବେ ଆପଣଙ୍କର ଧନଲାଭ ଯୋଗ ରହିଛି। ଆପଣ ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ। ନଡ଼ିଆ ଫାଟିଯିବା। ଘରେ ଯଦି ଆପେ ଆପେ ନଡ଼ିଆ ଫାଟିଗଲା, ତେବେ ଜାଣନ୍ତୁ କି କୌଣସି ଖରାପ ସମୟ ଥିଲା ଓ ତାହା ନଡ଼ିଆ ଫାଟିବାରୁ କଟିଗଲା। ତୁଳସୀ ଗଛ ଉଠିବା। ବହୁ ସମୟରେ ଆପଣ ତୁଳସୀ ଗଛ ଲଗାଇଲେ ମଧ୍ୟ ଏହି ଗଛ ଘର ଅଗଣାରେ ଉଠିଥାଏ, ତେବେ ଏହା ଶୁଭ ସଂକେତ ଦିଏ। ଆପଣଙ୍କ ଗୃହରେ ବିଷ୍ଣୁ ଓ ଲକ୍ଷ୍ମୀ ବାସ କରିବାର ଏକ ସଂକେତ ହୋଇଥାଏ। ଦୁବ କଅଁଳିବା। ଯଦି ଆପଣଙ୍କ ବଗିଚାରେ ଦୁବ ଉଠୁଛି ଓ ତାହାକୁ ଗଣେଶଙ୍କୁ ଚଢ଼ାଯାଉଛି, ତେବେ ଏହା ସଂକେତ ଦିଏ କି ଆପଣଙ୍କର କୌଣସି କାମରେ ମଧ୍ୟ ଚିନ୍ତା ରହିବ ନାହିଁ, ସବୁ ସୁରୁଖୁରୁରେ ହୋଇଯିବ। ମହୁ ଢାଳି ହେବା। ଯଦି ଘରେ ମହୁ କୌଣସି ପାତ୍ରରେ ଢାଳି ହୋଇଗଲା, ତେବେ ଜାଣନ୍ତୁ କି ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ଖସି ଆସିଗଲା। ତୁଳସୀ ପତ୍ରର ରସ କାଶ, କଫ, କୃମିଦୋଷ, ପେଟ ଗୋଳମାଳ ହୋଇଥିଲେ, ଚକ୍ଷୁ ଦୋଷ, ଚର୍ମ ରୋଗରେ ଉପଶମ ପାଇଁ ବ୍ୟବହୃତ ହୋଇଥାଏ। ଏହା ମଧ୍ୟ ଶାରୀରିକ ଦୁର୍ବଳତା ଦୂର କରିବା ସହିତ ସ୍ମରଣ ଶକ୍ତି ବୃଦ୍ଧି କରାଇଥାଏ। ଏହାଛଡ଼ା ଧାନର ଗନ୍ଧିପୋକ, ମାଟିଆ ଗୁଣ୍ଡପୋକ ଏବଂ ଜଡ଼ା, ମୁଗ, ବିରି, ଚିନାବାଦାମ ପ୍ରଭୃତିର ପତ୍ରକଟା ପୋକର ପରିଚାଳନାରେ ତୁଳସୀକୁ ବ୍ୟବହାର କରାଯାଇଥାଏ। ଗ୍ରୀଷ୍ମ ଓ ଉପଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଏହି ଚାଷ କରାଯାଇପାରେ।
ଆମ ଦେଶ ତଥା ରାଜ୍ୟ ଅନେକ ସ୍ଥାନରେ ଏହା ଉପଯୋଗୀ ତୁଳସୀ ଗଛ ରୋପଣ କରାଯାଇଥାଏ। ସମୁଦ୍ର ପତନଠାରୁ 4000 ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହି ଗଛ ଦେଖାଯାଇଥାଏ। ଅନେକ ପ୍ରକାର ମାଟିରେ ତୁଳସୀ ଗଛ ବଢ଼ିପାରେ। ଏହା ଅନୁର୍ବର ନାଲି ମାଟିଠାରୁ ଆରମ୍ଭ କରି ଉର୍ବର ଦୋରସା ମାଟିରେ ଚାଷ କରାଯାଇପାରେ। ମାତ୍ର ମାଟିରେ ପାଣି ଜମି ନ ରହୁଥିବା ଆବଶ୍ୟକ। ବିଭିନ୍ନ ପ୍ରକାରର ସୁଗନ୍ଧ ତୁଳସୀ ଗଛ ରହିଛି। କର୍ପୂର ତୁଳସୀ, ଗଙ୍ଗା ତୁଳସୀ, ଦୁର୍ବଳତା ତୁଳସୀ, ବଣ ତୁଳସୀ, ରାମ ତୁଳସୀ, ଶ୍ରୀ ତୁଳସୀ, ଶ୍ୟାମା ତୁଳସୀ। ତୁଳସୀକୁ ପବିତ୍ର ବୋଲି କୁହାଯାଇଥାଏ। ତୁଳସୀ ଗଛକୁ ଦର୍ଶନ କରିକି ଗଲେ ଶୁଭ ହୋଇଥାଏ। ମୁଖ୍ୟତଃ ତୁଳସୀ ଦୁଇ ପ୍ରକାରର, କଳା ତୁଳସୀ ଆଉ ଧଳା ତୁଳସୀ। କଳା ତୁଳସୀ ମୁଖ୍ୟତଃ ଔଷଧୀୟ ରୂପରେ ବ୍ୟବହାର କରାଯାଏ ଏବଂ ପୂଜାରେ ମଧ୍ୟ ବ୍ୟବହାର କରାଯାଏ। ଘରୁ ବାହାରିବା ସମୟରେ ଓ ଫେରିବା ସମୟରେ ତୁଳସୀ ଗଛକୁ ଦେଖିଲେ ଶୁଭ ହୋଇଥାଏ। ତୁଳସୀ ପତ୍ରର ବାସ୍ନାରେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥିବାର ବାସ୍ତୁବିଦଙ୍କ ମତ। ବେପାର ବାଣିଜ୍ୟରେ କ୍ଷତି ହେଉଥିଲେ ପ୍ରତି ଶୁକ୍ରବାର ତୁଳସୀ ଗଛ ମୂଳେ କ୍ଷୀର ଢାଳିଲେ ସମସ୍ୟା ସମାଧାନ ହୋଇଯାଇଥାଏ। ତୁଳସୀ ମାତା ବିଷ୍ଣୁ ଭଗବାନଙ୍କର ରବିବାର ଦିନ ବ୍ରତ କରିଥାନ୍ତି। ସେହିଦିନ ତୁଳସୀ ପତ୍ର ଖଣ୍ଡିତ କରିବେ ନାହିଁ। ବିଷ୍ଣୁ ଭଗବାନଙ୍କର ତୁଳସୀ ହେଉଛି ପ୍ରିୟ। ସେଥିପାଇଁ ସଂକ୍ରାନ୍ତି ଏକାଦଶୀ ଦିନ ତୁଳସୀ ପତ୍ର ଛିଣ୍ଡାଇବେ ନାହିଁ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।